ଆସନ୍ତା ଆଜି ଗୋଟେ ସୁନ୍ଦର କାହାଣୀ ଶୁଣିବି ସୁଦାମାଙ୍କର କାହାଣୀ ବିଷୟରେ। କିପରି ଏତେ ଦରିଦ୍ର ହେଲେ। ନମସ୍କାର, ଜୟ ଜଗନ୍ନାଥ। ତ ଯଦି ପ୍ରଥମ ନୂଆ ନୂଆ ଦେଖୁଛନ୍ତି ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବେ। ଚାଲନ୍ତୁ ମୁଁ ଗପଟି କହୁଛି। ଜାଣିଥିବେ ସୁଦାମା ଆଉ ଶ୍ରୀକୃଷ୍ଣ ଦୁଇ ଜଣଙ୍କ ବହୁତ ବନ୍ଧୁତ୍ୱ ହୋଇଥିଲା। ତ ସୁଦାମା କିପରି ଦରିଦ୍ର ହେଲେ ଏତେ, ତ ଚାଲନ୍ତୁ ଶୁଣିବା। ସୁଦାମା ଶ୍ରୀକୃଷ୍ଣ ଯାଇଥିଲେ ଜଙ୍ଗଲକୁ, କାଠ ଆଣିବା ପାଇଁ ଯାଇଥିଲେ। ତ କାଠ ଆଣୁ ଆଣୁ ତାଙ୍କର ସଞ୍ଜ ହେଇଗଲା, ସେଦିନରେ ସଞ୍ଜ ହେଇଗଲା। ତ ଜାଣିଥିବେ ସୁଦାମା ଜାଣିଛନ୍ତି, ମାନେ ସେ ଭବିଷ୍ୟତ କଥା ଜାଣିପାରନ୍ତି ସୁଦାମା। ତ ସେ ଗୋଟେ ମଣିରେ କିଛି ଚାଉଳ ଖୁଦ ଭଜା ପାଇଥିଲେ, ଯୋଉଟା କି ଗୋଟେ ଅଭିଶପ୍ତ ଖୁଦ ଭଜା ଥିଲା, ଯୋଉଟା କି ସବୁ ଖାଇଦେଲେ ସେ ପୁରା ଜୀବନ ସାରା ଭିକାରୀ ହେଇକି ରହିବ, ଯୋଉଟା ଦରିଦ୍ର ହେଇଯିବ, ପୁରା ଗରିବ ଆଉ ଦରିଦ୍ର ହେଇଯିବ। ତ ସେଇଟା ସେ ଜାଣିଥିଲେ ଯେ ସେଇଟା ଅଭିଶପ୍ତର ଖୁଦ ଭଜା ଥିଲା। ତ ସେଥିପାଇଁ ଯେତେବେଳେ ଖୁଦ ଭଜାଟା ଖୋଲିଛନ୍ତି, ଶ୍ରୀକୃଷ୍ଣ ଗୋଟେ ଡାଳରେ ବସିଥିଲେ ଆଉ ସୁଦାମା ଗୋଟେ ଡାଳରେ ବସିଥିଲେ। ଯେହେତୁ ସନ୍ଧ୍ୟା ହେଇଥିଲା ନା, ବର୍ଷା ହଉଥିଲା, ତ କିନ୍ତୁ ଖୁଦ ଭଜା ମୁଣାଟା ସୁଦାମାଙ୍କ ପାଖରେ ଥିଲା। ତ ସେଥିପାଇଁ ସୁଦାମା ଜାଣିଛନ୍ତି ଯେହେତୁ ଏଇଟା ଖାଇଦେଲେ ଦରିଦ୍ର ହେଇଯିବେ ବା ଗରିବ ହେଇଯିବେ, ସେଥିପାଇଁ ସେ ତାଙ୍କର ସେ ଖୁଦ ଭଜା ଯେତିକି ଥିଲା ସେ ସବୁ ଖାଇଦେଲେ, ସୁଦାମା ଖାଇଦେଲେ। କାହିଁକି ନା ସୁଦାମା କହିଲେ ଇଏ ହଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ, ପୁରା ମାନେ ବିଶ୍ୱର ସୃଷ୍ଟିକର୍ତ୍ତାର ସଂସାରର ପାଳନ କର୍ତ୍ତା। ଇଏ ଯଦି ଦରିଦ୍ର ହେବେ ତାହେଲେ ସୃଷ୍ଟିକର୍ତ୍ତା କଣ ହବ, ମାନେ ବିଶ୍ୱ ପୃଥିବୀଟା କଣ ହେଇଯିବ। ତ ସେଥିପାଇଁ ସୁଦାମା ଜାଣିପାରିଥିଲେ ବୋଲି ସେ ଟୋଟାଲି ରଖିନଥିଲେ, ଯୋଉ ଖୁଦ ଭଜା ଟୋଟାଲି ରଖିନଥିଲେ, ସବୁ ଖାଇ ଦେଇଥିଲେ। ଯେତେବେଳେ ଶ୍ରୀକୃଷ୍ଣ ପଚାରୁଛନ୍ତି ଆଉ ସୁଦାମା କଣ ମୋ ପାଇଁ ଖୁଦ ଭଜା ରଖିନାହାନ୍ତି, ତ ସୁଦାମା ସୁନ୍ଦର ଉତ୍ତର ଦଉଛନ୍ତି, ନାଇଁ ସଖା ମୁଁ ରଖିନାହିଁ, ମତେ ଏତେ ଜୋରେ ଭୋକ ଲାଗିଲା ଯେ ମୁଁ ସବୁ ଖାଇଦେଲି। ତ ଶ୍ରୀକୃଷ୍ଣ କହୁଛନ୍ତି ଏତେ ସ୍ୱାର୍ଥପର ହେଇଗଲେ, ଖାଇଦେଲ। ତ ଆପଣ ମାନେ ଜାଣିଥିବେ ସୁଦାମା ସବୁ ଖୁଦ ଭଜା ଖାଇ ଦେଇଥିଲେ। ଆଉ ସୁଦାମା ଆଜୀବନ ମାନେ ଜୀବନ ସାରା ସେ ଦରିଦ୍ର ଥିଲେ ଆଉ ଗରିବ ହେଇକି ଥିଲେ। ତ ଜାଣିଥିବେ ସେଥିପାଇଁ ସେ ଶ୍ରୀକୃଷ୍ଣ ବହୁତ ଭଲ ପାଆନ୍ତି ଏଇ ସୁଦାମାକୁ। ସେଥିପାଇଁ ତ ଆପଣ ମାନେ ଜାଣିଥିବେ ଯେତେବେଳେ ସୁଦାମା ଯାଇଥିଲେ ଶ୍ରୀକୃଷ୍ଣଙ୍କୁ ଦେଖିବାକୁ, ତାଙ୍କ ରାଜ ଗଦି ଛାଡି ଦେଇକି ପଳେଇ ଆସିଥିଲେ ସୁଦାମାଙ୍କୁ ଭେଟିବା ପାଇଁ। ଆଉ ତାପରେ ସୁଦାମା ବି ନେଇଥିଲେ ଖୁଦ ଭଜା ନେଇଥିଲେ। ଯେତେବେଳେ ଖାଇଛନ୍ତି, 3 ଥର ଖାଇଛନ୍ତି ପୃଥିବୀର ମାନେ ଭାଗ ଯେତେବେଳେ ଲାଷ୍ଟକୁ ଶେଷ ଥର ଖାଇବାକୁ ଯାଇଛନ୍ତି, ରୁକ୍ମିଣୀ ତାଙ୍କ ହାତକୁ ଧରିଦେଲେ, ଯୋଉଟା କି ନିଜ ବୈକୁଣ୍ଠପୁରଟାକୁ ସେ ଦବାକୁ ବସିଥିଲେ। ସେଥିପାଇଁ ସେ ଧରି ଦେଇଥିଲେ, ରୁକ୍ମିଣୀ ଧରି ଦେଇଥିଲେ, କହିଲେ ଏଇ ଖୁଦ ଭଜାରେ ଆମେ ଖାଇବୁନି କଣ, ପ୍ରଭୁ ଆପଣ ସବୁ ଖାଇଦେବେ। ତ ଯୋଉ ଲାଷ୍ଟ ଥର ଯୋଉଟା ଖାଇଥିଲେ ସେଟା ରୁକ୍ମିଣୀ ରଖିଦେଇଥିଲେ, ହାତ ଧରିକି ବନ୍ଦ କରିଦେଇଥିଲେ, କହିଲେ ନା ସେଟା ଆମେ ଖାଇବୁ। ମାନେ ସେତେବେଳେ ଯଦି ଖାଇଥାନ୍ତେ, ସୁଦାମାକୁ ଯେତେବେଳେ ତାଙ୍କ ପିଲା ବେଳର ତାଙ୍କ ଦରିଦ୍ରତାକୁ ସୁଦାମା ନେଇଥିଲେ, ତ ଯେତେବେଳେ ବନ୍ଧୁତ୍ୱ ଭାବରେ ଦେଖିବା ପାଇଁ ଯାଇଥିଲେ ସୁଦାମା ଶ୍ରୀକୃଷ୍ଣଙ୍କୁ ଖୁଦ ଭଜା ନେଇ, ସେଇ ଖୁଦ ଭଜା ମାଧ୍ୟମରେ ତାଙ୍କୁ ସବୁ ଫେରେଇଥାନ୍ତେ। ସେଇ ଦିନ ଠାରୁ ଆପଣ ଜାଣିଥିବେ ସୁଦାମାଙ୍କୁ ସବୁ ରତ୍ନ ହୀରା ନୀଳା ମୁକ୍ତି ସବୁ ମିଳିଥିଲା, ରାଜପ୍ରସାଦ ସବୁ ମିଳିଥିଲା। ତ ବନ୍ଧୁତ୍ୱ ଠାରୁ ଆଉ ଦୁନିଆରେ ଶ୍ରେଷ୍ଠ କିଛି ନାହିଁ। ତ ଯଦି ମୋ କଥା ଭଲ ଲାଗିଛି ଲାଇକ୍ ସେୟାର କମେଣ୍ଟ କରିଦେବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ। ଆଉ ନେକ୍ସଟ ଭିଡ଼ିଓରେ ଗୋଟେ ସୁନ୍ଦର କାହାଣୀ